ଚିକଣ ଲାଗେ କୋଉ ଫଳ ଖଦଡ଼ା ଲାଗେ ସେ ବିଷୟରେ ଆମେ ଶିଖିବା ହେଲା। କହିଲା ପିଲେ ୟାର ନାମ କଣ? ଆମ୍ବ। ଚିତ୍ର ଦେଖୁଛ? ଆମ୍ବ କେମିତି ଲାଗେ ଛୁଇଁଲେ? ଚିକଣ ଲାଗେ। କେମିତି ଲାଗେ? ଆମ୍ବର କଲର କଣ? ହଳଦିଆ। ଆମ୍ବର କଲର କଣ? ହଳଦିଆ। କହିଲା ପିଲେ ଏଟା କି ଫଳ? ଆପେଲ। ଆପେଲ ଛୁଇଁଲେ କେମିତି ଲାଗିବ? ଚିକଣ ଲାଗିବ। କେମିତି ଲାଗିବ? କହିଲ କଦଳୀ ଏଟା କଣ? କଦଳୀର କଲର କେମିତି? ହଳଦିଆ। କେମିତି ଲାଗିବ? ଭାରି ଭଲ ଲାଗିବ ନା? କଦଳୀ ମାନେ ଛୁଇଁଲେ କେମିତି ଲାଗିବ? ଚିକଣ ଲାଗିବ। କହିଲ ପିଲେ ଏଟା କଣ? ପିଜୁଳି। ଏଟା କଣ? ପିଜୁଳି। ଏଟା କଣ? ଅଙ୍ଗୁର। ଅଙ୍ଗୁର କେମିତି କଲର? ଦେଖି ପାରୁଛ? ଗ୍ରୀନ କଲର। ସବୁଜ କଲର ହେଲା ନା? ଏଟା କଣ? ଅରେଞ୍ଜ ମାନେ କଣ? କମଳା। କମଳା କଲର କେମିତି ପିଲାମାନେ? ହଳଦିଆ। ଏଇଟା କଣ ପିଲେ? ପଣସ। ପଣସ ଛୁଇଁଲେ କେମିତି ଲାଗିବ? ଖଦଡ଼ା ଲାଗିବ। କେମିତି ଲାଗିବ? ଖଦଡ଼ା ଲାଗିବ। ଆମ୍ବ ଛୁଇଁଲେ କେମିତି ଲାଗୁଥିଲା? ଚିକଣ ଲାଗୁଥିଲା। ପଣସ ଛୁଇଁଲେ ଚିକଣ ଲାଗିବ କି? ପଣସରେ କଣ ଥାଏ? କଣ୍ଟା ଥାଏ। ଛୁଇଁଲେ କେମିତି ଲାଗିବ? ଖଦଡ଼ା ଲାଗିବ। ପଣସ କେମିତି ଲାଗିବ? ଖଦଡ଼ା ଲାଗିବ। ଏଇଟା କଣ? ଆତ। ଆତ ସମସ୍ତେ ଖାଇଛ? କେମିତି ଲାଗିବ? ମିଠା ଲାଗିବ ନା? ଛୁଇଁଲେ କେମିତି ଲାଗିବ ସେଟା ଦେଖେ? ଖଦଡ଼ା ଲାଗିବ ନା ନାଇଁ? ଆଗଟା ଖଦଡ଼ା ଲାଗିବ ନା ନାଇଁ? ସମସ୍ତେ ଏବେ ଫଳ ବିଷୟରେ ଜାଣିପାରିଲ? ସମସ୍ତେ ଫଳ ବିଷୟରେ ଶିଖିପାରିଲ? ଚାଲ ଆମେ ଯିବା। ଭେରି ଗୁଡ୍।